ବ୍ୟକ୍ତିବିଶେଷଙ୍କର ଓଠରେ ହସ ଫୁଟେଇବା ଅର୍ଥାତ୍ କେହି ବ୍ୟକ୍ତି ଯେମିତି ରକ୍ତର ଅଭାବରେ ତାଙ୍କ ଜୀବନ ଝଡ଼ି ନ ପଡ଼ୁ। ଯେଉଁ ଯୁବଗୋଷ୍ଠୀ ମାନେ ଆଜିକା ଦିନରେ ଭୋଜି ଭାତ ମସଗୁଲ ହୋଇ ମାନେ ପଇସା ସେପଟ ବ୍ୟର୍ଥ କରୁଛନ୍ତି, ସେମାନେ ଯଦି ଏଇ ଯେଉଁ ଛୋଟ ଛୋଟ ସଂଗଠନ ମାନଙ୍କୁ ସାହାଯ୍ୟରେ ହାତ ବଢ଼ାନ୍ତେ ତାହେଲେ ମୁଁ ଆଶା କରୁଛି ସଂଗଠନ ବହୁତ ଉପରକୁ ଯାଆନ୍ତା। ବର୍ତ୍ତମାନ ଆମେ ଆସି ପହଞ୍ଚିଛୁ କଟକ ସଦର ଅନ୍ତର୍ଗତ ପାଇକଣା ଗ୍ରାମ ପ୍ରାଥମିକ ଉପ୍ରା ବିଦ୍ୟାଳୟ ପାଇକଣା। ଏହିଠାରେ ନୂଆ କରି ନୂଆ ବର୍ଷରେ ନୂଆ ସେବା ମନୋବୃତ୍ତି ନେଇ ପତିତ ପାବନ ସେବା ସଂଘ ତରଫରୁ ରେଡ୍କ୍ରସ୍ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର କରିଛନ୍ତି। ଆମେ ସେଠାରେ ଆସି ପହଞ୍ଚିଥିଲୁ। এই ନୂଆ ବର୍ଷରେ ଏ ଯେଉଁ ମହାନ କାମ ରକ୍ତଦାନ ଯେଉଁ ଶିବିର କରିଛନ୍ତି, ଏଇ ଯେଉଁ କର୍ମକର୍ତ୍ତା ମାନେ ଅଛନ୍ତି ତାଙ୍କ ପ୍ରତିକ୍ରିୟା ରଖିବା, କିଭଳି ମନୋବୃତ୍ତିରେ ସେବା ମନୋବୃତ୍ତିରେ କାମ କରିଛନ୍ତି ତାଙ୍କଠୁ ସିଧାସଳଖ ପଚାରିବା। ମୁଁ ଦେବାଶିଷ ରାଉତ ପତିତ ପାବନ ସଂଘର ସେକ୍ରେଟାରୀ ଅଛି। ଦେଖନ୍ତୁ, ରକ୍ତଦାନ ହେଉଛି ମହତ୍ ଦାନ, ମାନବ ସେବା ହିଁ ମାଧବ ସେବା। ଆମେ ଏଇ ଦୁଇଟି ସ୍ଲୋଗାନକୁ ଆମେ ପ୍ରତ୍ୟୟ କରି ଆମେ ଆଜି ପର୍ଯ୍ୟନ୍ତ ଚାଲି ଆସିଛୁ। ଆଉ ଆମର ମୁଖ୍ୟ ପ୍ରୟାସ ହେଲା ଯେ ରକ୍ତ ପାଇଁ କାହାର ଅମୂଲ୍ୟ ଜୀବନ ଶୁଖିଲାରେ ରହି ନଯାଉ, ସେଥିପାଇଁ ଆମେ ପ୍ରୟାସ ଚଲେଇଛୁ, ଆଜି ପର୍ଯ୍ୟନ୍ତ ଜାରି ରଖିଛୁ। ଆଉ ଆପଣମାନଙ୍କ ମାଧ୍ୟମରେ ମୁଁ ଗୋଟେ ଛୋଟିଆ କଥା କହିବା ପାଇଁ ଚାହୁଁଛି ଯେ ଯେଉଁ ଯୁବଗୋଷ୍ଠୀ ମାନେ ଆଜିକା ଦିନରେ ଭୋଜି ଭାତ ମସଗୁଲ ହୋଇ ମାନେ ପଇସା ସେପଟ ବ୍ୟର୍ଥ କରୁଛନ୍ତି, ସେମାନେ ଯଦି ଏଇ ଯେଉଁ ଛୋଟ ଛୋଟ ସଂଗଠନ ମାନଙ୍କୁ ସାହାଯ୍ୟରେ ହାତ ବଢ଼ାନ୍ତେ ତାହେଲେ ମୁଁ ଆଶା କରୁଛି ସଂଗଠନ ବହୁତ ଉପରକୁ ଯାଆନ୍ତା ଆଉ ବହୁତ ଲୋକଙ୍କର ଅସହାୟ ଲୋକଙ୍କ ମୁହଁରେ ହସ ଫୁଟେଇ ପାରନ୍ତା। ଜୟ ଜଗନ୍ନାଥ। ଏହାର ଲକ୍ଷ୍ୟ ରହିଛି ଯେ ଆମର ଲୁହ ଭିଜା ବ୍ୟକ୍ତିବିଶେଷଙ୍କର ଓଠରେ ହସ ଫୁଟେଇବା ଅର୍ଥାତ୍ କେହି ବ୍ୟକ୍ତି ଯେମିତି ରକ୍ତର ଅଭାବରେ ତାଙ୍କ ଜୀବନ ଝଡ଼ି ନ ପଡ଼ୁ ଏବଂ ରକ୍ତର ଅଭାବରେ କାହାର ହସ୍ପିଟାଲ ଶଯ୍ୟାରେ ଜୀବନ ଚାଲି ନଯାଉ। କେବଳ ଏତିକି ନୁହେଁ, ରକ୍ତଦାନ କାର୍ଯ୍ୟକ୍ରମ ନୁହେଁ, ଆମର ଅନ୍ୟାନ୍ୟ ସାମାଜିକ ସହଯୋଗମୂଳକ କାର୍ଯ୍ୟକ୍ରମ ଯେମିତି ବୃକ୍ଷରୋପଣ କରିବା ଏବଂ ଯେକୌଣସି ବ୍ୟକ୍ତିମାନଙ୍କର ସାହାଯ୍ୟ ସହଯୋଗ କରିବା ଏବଂ ଜଳଛତ୍ରର କାର୍ଯ୍ୟକ୍ରମ ଆୟୋଜନ କରିବା, ଶିକ୍ଷାର ପ୍ରସାର ପ୍ରସାର କରିବା ଏବଂ ସାମାଜିକ ଅନୁଷ୍ଠାନ ଏବଂ ସାମାଜିକ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରିବା ଏହି ପତିତ ପାବନ ସେବା ସଂଘର ଲକ୍ଷ୍ୟ ରହିଛି। ଏବଂ ଆଜିର ଏହି କାର୍ଯ୍ୟକ୍ରମରେ ମୁଁ ଅନୁରୋଧ କରିବି ଅଧିକରୁ ଅଧିକ ଯୁବଗୋଷ୍ଠୀ ସାମିଲ ହୁଅନ୍ତୁ ଏବଂ ଯେଉଁ ରକ୍ତଦାନର ଯେଉଁ ମହା ପର୍ବ ଆରମ୍ଭ ହୋଇଛି ସେ ପର୍ବରେ ସାମିଲ ହୋଇ ନିଜକୁ ଗୌରବାନ୍ୱିତ ଅନୁଭବ କରିବା ସହିତ ଆମର ଆବଶ୍ୟକତାକୁ ପରିପୂରଣ କରନ୍ତୁ। ରକ୍ତଦାତା ମାନଙ୍କର ଏଇ ଯୋଉ ଛୋଟ ଛୋଟ କ୍ଲବ ମାନେ କରୁଛନ୍ତି, ଏହା ଏଇଟା ମାନେ ବହୁତ ଭଲ ପ୍ରୟାସ। ଏଇଟା ଗ୍ରାମାଞ୍ଚଳରେ ସମସ୍ତଙ୍କୁ ସଚେତନ କରାଇବ ଯେ ରକ୍ତର କିଛି ବିକଳ୍ପ ନାହିଁ, ଆଉ ରକ୍ତଦାନ କଲେ ହିଁ ଯୋଉ ନିଡି ରୋଗୀମାନେ ସେମାନେ ଠିକ ସମୟରେ ରକ୍ତ ପାଇପାରିବେ। କିନ୍ତୁ ଏଇଟା ସଚେତନତା ଆହୁରି ଟିକେ ବ୍ୟାପକ ହବା ଦରକାର। ଯୋଉମାନେ ରକ୍ତ ଦଉଛନ୍ତି ସେମାନେ ତାଙ୍କ ଜୀବନରେ ଏଟାକୁ ବ୍ରତ କରିବେ ଯେ ବର୍ଷକୁ ସେମାନେ 2-3 ଥର କରି ବ୍ଲଡ ଦେବେ, ରକ୍ତ ଦେବେ, ଆଉ ତାଙ୍କ ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ଆଉ ସାଙ୍ଗସାଥି ମାନଙ୍କୁ ସେମାନେ ମୋଟିଭେଟ କରିବେ ଯେ ଏମାନେ ରକ୍ତ ଦିଅନ୍ତୁ। ତାହେଲେ ହିଁ ଆମର ଯୋଉ ରକ୍ତର ଯୋଉ ଅଭାବ ରହୁଛି ସେଟା ଆଉ ରହିବ ନାହିଁ। ରକ୍ତ ଅଭାବରେ କାହାର ଜୀବନ ନ ଯାଉ। ଆଜିକା ସମୟରେ ଗୋଟେ ରୋଗ ଶଯ୍ୟାରେ ପଡ଼ିକରି ବ୍ଲଡ଼ ଅଭାବରେ ବହୁତ ଲୋକଙ୍କ ଜୀବନ ଚାଲି ଯାଉଛି। ତେଣୁ ଆମର ଇଏ ଗୋଟେ ଛୋଟ ପ୍ରୟାସ। ଆମେ ସମସ୍ତଙ୍କୁ ଦୁଃଖୀ ଲୋକଙ୍କ ମୁହଁରେ ହସ ଫୁଟାଇବା ଆମର ଗୋଟେ ଲକ୍ଷ୍ୟ ଅଛି। ଆଉ ଗରିବମାନଙ୍କୁ ସାହାଯ୍ୟ କରିବା, ଶିକ୍ଷାର ପ୍ରଚାର ପ୍ରସାର, ବୃକ୍ଷରୋପଣ, ଏମିତି ଆମ ସଂଘ ତରଫରୁ ଆମେ ଅନେକ ଗୁଡ଼ିଏ କାମ କରୁଛୁ। ଏ ରକ୍ତଦାନ ନୁହଁ, ଇଏ ହେଉଛି ଜୀବନ ଦାନ। କିନ୍ତୁ ଧନ୍ୟବାଦ, ଇଏ ସବୁ ବର୍ଷ ଏ ଗୋଟେ ଗ୍ରାମାଞ୍ଚଳରେ ମଧ୍ୟ ରକ୍ତଦାନ କରିପାରୁଛନ୍ତି। ଏହାଠାରୁ ଗୋଟେ ବଡ଼ ଖୁସିର ଖବର କିଛି ନାହିଁ। ଏବଂ ଏମାନଙ୍କୁ ଯେଉଁମାନେ এই କର୍ମକର୍ତ୍ତା ଅଛନ୍ତି ତାଙ୍କୁ ମଧ୍ୟ ସାଧୁବାଦ ଜଣାଉଛି। ସେ ପ୍ରତିବର୍ଷ ମଧ୍ୟ এই ରକ୍ତଦାନ ଶିବିର କରୁଛନ୍ତି। ତା ସହିତ ମଧ୍ୟ ସେମାନେ ବୃକ୍ଷରୋପଣ କରୁଛନ୍ତି ଏବଂ ତାଙ୍କର ଯେଉଁ ମହତ୍ତ୍ୱ କାର୍ଯ୍ୟ ସମାଜ ପାଇଁ ଅଛି ତାକୁ ମୋ ଅନ୍ତର ସାଧୁବାଦ ଜଣାଉଛି।